ক্ষୁଦ୍ର ଭିକ୍ଷା ମାଗୁଛୁ ପିତା, ନିବେଦନ ତମ ଦୟାରେ ଗ୍ରହଣ। ଆମେନ୍। ନିଶ୍ଚୟ ବନ୍ଧୁଗଣ, ବର୍ତ୍ତମାନ ଯୋଉ ପରିସ୍ଥିତି ଚାଲିଛି, ଜଗତର ପରିସ୍ଥିତି, କୌଣସି ଦେଶ ବିରୁଦ୍ଧରେ ଦେଶ, ଜାତି ବିରୁଦ୍ଧରେ ଜାତି, ନାନା ହିଂସା, ଯୁଦ୍ଧ, ନାନା କଷ୍ଟ ପରିସ୍ଥିତି ଆସିଛି। ଆଉ ଖ୍ରୀଷ୍ଟିଆନ ତାଡ଼ନା, ଆମମାନଙ୍କ ପରୀକ୍ଷା ସମସ୍ୟା ଆସିଛି। ଏଥିମଧ୍ୟରେ ବହୁତ ରକମର ପ୍ରାର୍ଥନା ବିଷୟ ଆମେ ଜାଣୁ। ଅନୁରୋଧର ପ୍ରାର୍ଥନା ଅଛି, ପ୍ରାର୍ଥନା ସତର୍କତା ଅଛି, ଉପବାସ ପ୍ରାର୍ଥନା ଅଛି, ଆଉ ତାପରେ ତା ସଙ୍ଗେ ସେ ପ୍ରାର୍ଥନା ପ୍ରଶଂସା ଅଛି, ବିଜୟ ପ୍ରାର୍ଥନା ଅଛି, ବହୁତ ଗୁଡ଼ିଏ ବିଷୟ ପ୍ରାର୍ଥନା ଅଛି। କିନ୍ତୁ ସେଥିମଧ୍ୟରୁ ଆଜି ଗୋଟେ ବିଷୟ ଯେ ଧନ୍ୟବାଦ ପ୍ରଶଂସାର ପ୍ରାର୍ଥନା। এই ଧନ୍ୟବାଦ ପ୍ରଶଂସା ପ୍ରାର୍ଥନାଟା ଏଇଟା ଶୈତାନ ବିଶେଷ କରି ଭୟ କରେ। କାରଣ ଯେତେ ବଡ଼ ପରିସ୍ଥିତି ହେଲେ ମଧ୍ୟ ଆମେ ଯଦି ପ୍ରଭୁଙ୍କ ଠାରେ ଆମ ପାଇଁ ଯାହା ହେଇଛି ସେ ଯଦି ପ୍ରଭୁଙ୍କ ଠାରେ ପ୍ରଶଂସା କରୁ, ଧନ୍ୟବାଦ କରୁ, ନିଶ୍ଚୟ ପ୍ରଭୁ ନିଜେ ସଦାପ୍ରଭୁ ସେ କାର୍ଯ୍ୟ କରିଥାନ୍ତି। କାରଣ ତାଙ୍କରି ଦୟା, ତାଙ୍କର ଅନୁଗ୍ରହ, ତାଙ୍କର କାର୍ଯ୍ୟ ସେ ପୂର୍ଣ୍ଣ କରିବା ଆଗରୁ ଆମେ ଯଦି ସଦାପ୍ରଭୁଙ୍କୁ ଧନ୍ୟବାଦ ଦେଉ, ଏ କାର୍ଯ୍ୟ କରିସାରିଛନ୍ତି, ଏଟା ଆମେ ପାଇଛୁ, ସେତେବେଳେ ସେ କାର୍ଯ୍ୟଟା ସାଧନ ହେଇଯାଇଥାଏ। ତେଣୁ ସେ ସମ୍ପର୍କରେ ଅଧିକାଂଶ ସମସ୍ତେ ଜାଣିଛନ୍ତି ଯେ ଧନ୍ୟବାଦ ପ୍ରଶଂସା କରୁ କରୁ ତାଙ୍କରି କାର୍ଯ୍ୟ କିପରି ସାଧିତ ହେଇଛି। ଏ ବାକ୍ୟରେ ଆମେ ଦେଖିବା, ଏଇଟା ଆମେ ଜାଣିବା ବିଷୟ। ଦ୍ୱିତୀୟ ବଂଶାବଳୀ 20 ପର୍ବର 22 ପଦ। ଆଉ ସେମାନେ ଗାୟନ ପ୍ରଶଂସା କରିବାକୁ ଆରମ୍ଭ କରନ୍ତେ, ଜିହୁଦାର ପ୍ରତିକୂଳରେ ଆଗତ ଅମନର ଓ ମୋୟାବର ଓ ସୈର ପାର୍ବତୀୟ ସନ୍ତାନଗଣ ବିରୁଦ୍ଧରେ ଗୁପ୍ତରେ ଛକି ବସିବା ପାଇଁ ସଦାପ୍ରଭୁ ଲୋକ ନିଯୁକ୍ତ କଲେ। ତହିଁରେ ସେମାନେ ପରାସ୍ତ ହେଲେ। ଦ୍ୱିତୀୟ ବଂଶାବଳୀ 20:22 ପଦ। ଏ ବିଷୟଟା ଜାଣୁ। ଦ୍ୱିତୀୟ ବଂଶାବଳୀ 20 ପର୍ବ ହେବା କ୍ଷଣି ଆମେ ଜାଣୁ ଯେ ବିଷୟଟା କ'ଣ। ଏଇଟା ହେଉଛି ଜିହୋଶାଫଟଙ୍କର ପ୍ରାର୍ଥନା। ଆଉ ଯେତେବେଳେ ଜିହୋଶାଫଟ ସେ ଥିଲେ ଜିହୁଦାର ରାଜା, ଅନନ୍ତର ମୋୟାବ ସନ୍ତାନଗଣ, ଅମନ ସନ୍ତାନଗଣ, ସେମାନଙ୍କ ଅମନୀୟ କେତେ ଲୋକ ଜିହୋଶାଫଟଙ୍କ ପ୍ରତିକୂଳରେ ଯୁଦ୍ଧ କରିବାକୁ ଆସିଲେ। ଏଥିରେ କେତେକ ଲୋକ ଜିହୋଶାଫଟକୁ ସମ୍ବାଦ ଦେଇ କହିଲେ, ସମୁଦ୍ର ସେବ ଅରାମ ଦେଶରେ ଏକ ମହାଜନତା ଆପଣଙ୍କ ପ୍ରତିକୂଳରେ ଆସୁଛନ୍ତି। ଆଉ ଦେଖନ୍ତୁ, ସେମାନେ ସ୍ୱତନ୍ତ୍ର ଅଛନ୍ତି। ତାମାନେ ଏହାକୁ ଐନ ନଦୀ କହନ୍ତି। ତହିଁରେ ଜିହୋଶାଫଟ ଭୀତ ହୋଇ ସଦାପ୍ରଭୁଙ୍କୁ ଅନ୍ୱେଷଣ କରିବାକୁ ପ୍ରବୃତ୍ତ ହେଲେ। ଜିହୁଦାର ସର୍ବତ୍ର ଉପବାସ ଘୋଷଣା କରେ। ଏଇ ବିଷୟଟା ଯେତେବେଳେ କି ଜିହୋଶାଫଟ ସମ୍ବାଦ ପାଇଲେ ଯେ ଅମନ ସନ୍ତାନଗଣ, ମୋୟାବ ସନ୍ତାନଗଣ ସମସ୍ତେ ତାଙ୍କ ବିରୁଦ୍ଧରେ, ତାଙ୍କ ପ୍ରତିକୂଳ ଯୁଦ୍ଧକୁ ଆସୁଛନ୍ତି, ପ୍ରଥମ ନମ୍ବର ସେମାନେ କ'ଣ କଲେ ଯେ ଏଥିପାଇଁ ଜିହୋଶାଫଟ ଭୟ କଲେ, ଆଉ ସଦାପ୍ରଭୁଙ୍କର ଅନ୍ୱେଷଣ କଲେ, ତାଙ୍କୁ ସେ ଖୋଜିଲେ। ଆଉ ଜିହୁଦାର ସମସ୍ତଙ୍କୁ ସେ ଉପବାସ ଘୋଷଣା କରାଇଲେ। ଆଉ ଜିହୁଦାର ଲୋକମାନେ ସଦାପ୍ରଭୁଙ୍କୁ ସାହାଯ୍ୟ ମାଗିବା ପାଇଁ ଆପଣମାନଙ୍କୁ ଏକତ୍ର ହେଲେ। ସଦାପ୍ରଭୁଙ୍କୁ ଅନ୍ୱେଷଣ କରି ଜିହୁଦାର ସମୁଦାୟ ନଗରକୁ ସେ ଲୋକମାନଙ୍କୁ ପଠେଇଲେ। ଆଉ ଜିହୋଶା ନୂତନ ପ୍ରାଙ୍ଗଣ ସମୟ ସଦାପ୍ରଭୁଙ୍କ ଗୃହରେ ଜିହୁଦାର ଜେରୁସାଲେମର ସମାଜ ମଧ୍ୟରେ ଠିଆ ହେଲେ। ଆଉ ସେ କହିଲେ, ହେ ସଦାପ୍ରଭୁ, ଆମମାନଙ୍କ ପିତୃପୁରୁଷ ଗଣର ପରମେଶ୍ୱର, ତୁମେ କ'ଣ ସ୍ୱର୍ଗସ୍ଥ ପରମେଶ୍ୱର ନୁହଁ? ତୁମେ କ'ଣ ଗୋଷ୍ଠୀ ମାନଙ୍କର ସମୁଦାୟ ରାଜ୍ୟର କର୍ତ୍ତା ନୁହଁ? ପୁଣି ତୁମ ହସ୍ତରେ ଶକ୍ତି ଓ ପରାକ୍ରମ ଅଛି, ଏଣୁ ତୁମର ପ୍ରତିବାଦ କରିବାକୁ କେହି ସମର୍ଥ ନୁହେଁ। ହେ ଆମ୍ଭମାନଙ୍କ ପରମେଶ୍ୱର, ତୁମେ କ'ଣ ଆପଣା ଲୋକ ଇସ୍ରାଏଲ ସମ୍ମୁଖରେ ଏହି ଦେଶ ନିବାସୀ ମାନଙ୍କୁ ତଡ଼ି ଦେଇ ଅନନ୍ତ କାଳ ନିମନ୍ତେ ଆପଣ ମିତ୍ର ଅବ୍ରାହମ ବଂଶକୁ ତାହା ଦେଇନାହୁଁ? ଏସବୁ ପ୍ରତିଜ୍ଞା ସେ ସବୁ କିଛି ପ୍ରକାଶ ପ୍ରଭୁ ସଦାପ୍ରଭୁଙ୍କର ସମସ୍ତ ଦୟା ଅନୁଗ୍ରହ, ଯାହାକି ପିତୃ ପୁରୁଷର ପରମେଶ୍ୱର, ସ୍ୱର୍ଗସ୍ଥ ପରମେଶ୍ୱର, ତୁମେ କି ଏଇରକମ ଦୟା କର, ଏଇରକମ ଅନୁଗ୍ରହ କରିନାହୁଁ ବୋଲି ଏ ସମସ୍ତ କିଛି ତାହା ସ୍ମରଣ କରୁଛନ୍ତି। ଆଉ ସେମାନେ ତମେ ବାସ କରି ତନ୍ମଧ୍ୟରେ ତୁମ ନାମରେ ଏକ ଧର୍ମଦାନ ନିର୍ମାଣ କରିଥିଲେ। ଯେବେ ଆମମାନଙ୍କ ପ୍ରତି ଅମଙ୍ଗଳ, ଖଡ୍ଗ, ଦଣ୍ଡ କି ମହାମାରୀ କି ଦୁର୍ଭିକ୍ଷ ଉପସ୍ଥିତ ହେବ, ତେବେ ଆମେ ଗୃହ ସମ୍ମୁଖରେ ଓ ତୁମ ସମ୍ମୁଖରେ ଠିଆ ହେବୁ, କାରଣ ତୁମ ନାମ ଏଇ ଗୃହରେ ଅଛି। ଏଇ ଗୃହରେ ତୁମ ନାମ ଅଛି, ସଦାପ୍ରଭୁଙ୍କ ଗୃହ ତୁମ ନାମରେ ଅଛି। ଆଉ ଆମେ ମାନେ ଆପଣା ସଙ୍କଟ କାଳରେ, ଏଇ ଯୋଉ ବିପଦ ସମୟରେ, ଏଇ ଯୋଉ ସମସ୍ତ ଆମ ବିରୁଦ୍ଧରେ ଯାହା କିଛି ଆସିଛି ଯୁଦ୍ଧ, ସେ ସଙ୍କଟ ସମୟରେ ତୁମ ନିକଟରେ ପ୍ରାର୍ଥନା କରିବୁ, ତୋରେ ତୁମେ ଶୁଣି ନିଶ୍ଚୟ ଉଦ୍ଧାର କରିବ। ଏବେ ଅମଣ୍ଡ ମୋୟାବର ସୈର ପାର୍ବତୀ ଅଂଶ ଦେଖ, ଇସ୍ରାଏଲ ମେଷରୁ ବାହାର ହୋଇ ଆସିବା ବେଳେ ଏହି ଲୋକମାନଙ୍କୁ ଆକ୍ରମଣ କରିବା ପାଇଁ ତୁମେ ସେମାନଙ୍କୁ ଦେଲ ନାହିଁ, ମାତ୍ର ସେମାନେ ଏ ଲୋକମାନଙ୍କ ନିକଟରେ ଅନ୍ୟ ପଥରେ ଯାଇ ଏମାନଙ୍କୁ ବିନାଶ କଲେ ନାହିଁ।
देख एमाने आमानको भोगाते आउ अधिकार तोड़ीदेव मासी किपरि आमानको उपकार दे हे आमानको परमेश्वर तुमको एमानकर विचार करब नाही कि आमानको प्रतिकर आगत बृहत दल विरुद्ध आमानको कोनसी पराक्रम नाही अथवा कौन करने को आम कौन जानू ना केवल तुम प्रति आमनकर दृष्टि अच्छी आमनकर दृष्टि जगत प्रति ना आम दृष्टि अन्य प्रति ना सदा प्रभु तुम प्रति आम दृष्टि अच्छी ए समस्त जिहुदा अपना शिशु भारजा समस्ते सदा प्रभु को निकट ठियाले गोट एक मत ठियाले आते सदा प्रभु समग्र जेरूशलेम निवासी तुम मैंने आउ हे महाराज जी तुम्हें शुण सदा प्रभु एथि मध्य कौन है जे जिखरियों पुत्र जहसियल नाम गोटे लेवीय लोक उपरे सदा प्रभुकर आत्मा अधिष्ठित है द्वारा ये कथा कहले हे समग्र जिहुदी जेरूशलेम निवासी गण तो मैंने आउ हे महाराज यहोशाफाट तुम्हें शुण सदा प्रभु तुम को यही कथा कहते यही महाजनता सकाशु तुम भय न कर कि निराश न हुओ कारण यही युद्ध तुम्भ मानकर नुहे मात्र परमेश्वर यही जो युद्ध करने क्षमता परमेश्वर यहाँ से तुम प्रतिकूल तुम मैंने प्रतिकूल जाओ काली देख से शीश घाटी दे आसुअछंती तुमने जिरुएल प्रांतर समस्त उपत्यका से पाइब ए युद्ध रे युद्ध करने को तुम आवश्यक हेब नाही हे जिहुदा ओ जेरूशलेम आपण मानक सजाओ तुमने सुस्थिर हुआ और तुम मानकर सहवर्ती सदाप्रभु किपर उद्धार करेंगे ता देख भय न कर कि निराश न हुओ काली से प्रतिकर जाओ कारण सदाप्रभु तुम सहवर्ती असंती एटा आम जिखरी पुत्र जीशु नामक ठारू यही आत्मा अधिष्ठला तापर कथा आसू पुणी यही कहती सन्ता जीहू मस्तक नत कर भूमिष्ठ हेले समस्त जिहुदा जेरूशलेम निवासी मैंने सदाप्रभु सम्मुख मुह माड़ी सदाप्रभु को प्रणाम कले पुणी कहतिया संतान गण प्रिय संतान गण ले अति उत्सव सदाप्रभु ईश्वर परमेश्वर प्रशंसा करने निमंते ठिया हेले एमाने एटा केवल तुरीपटे धन्यवाद कले प्रशंसा करने को ठिया हेले ए उतारे उठी तोकई प्रांत बाहर गले आ से जीवा समय जीवस ठिया कहीगले हे जिहुदा हे जेरूशलेम निवासी गण मो कथा शुण सदाप्रभु तुम परमेश्वर विश्वास कर तईरे तुम स्थिरीकृत हेब भविष्य वक्ता मान विश्वास कर तईरे तुम माने कृत कार्य हेब सक्सेसफुल हेब एटा अति प्रभात उठी यही अवश्य ठिया जिहुदा कहले आ लोक मान सहित परामर्श कला उतारे सैन्य आगे आगे मैंने गमन कर सदा उद्देश्य गान करने को धर्म से प्रशंसा करने को सदा धन्यवाद कर जेहेतु करुणा सदा कल स्थायी बोली कहवाक लोक नियुक्त कले आने गायन और प्रशंसा करने को आरंभ करते जिहुदार प्रतिकूल आगत अमन मयाबर शरीर पार्वतीय संतान विरुद्ध गुप्त छकी बसवाई सदा प्रभु लोक नियुक्त कले तईरे से माने परास्त हेले कारण अमन और मयाबर संतान पर्वत निशेष रूप बद्ध और विनाश कर प्रतिकूल उठेले से निवासी मान उच्छिन्न कला उतर प्रति जन एक आरिक को विनाश करने साहाय्य कले से निज निज मध्य निज निज मध्य से एक आरिक बध कले यहीटा सदा प्रभु से माने जेते भयभीत हो जाते निजे सदा प्रभु समय ठिया हेले आम जानूँ जे सदा प्रभु से सब जीव राजा थे उत्तम ईश्वर भयशील राजा थे से देशर लोक मान उपवास घोषणा कले सदा प्रभु को सब उपवास कले से धन्यवाद प्रशंसा आरंभ कले यही धन्यवाद प्रशंसा द्वारा से मैंने विजय लाभ कले यार लक्ष्य करने विषय से विजय पारि ना शत्रु तेबे तो घेरी अच्छी ये अवस्था से पक्षरे क्रंदन प्रार्थना करे स्वाभाविक थिला किंतु लेखा अच्छी से क्रंदन करना किंतु से कौन कले से कौन लेखा से गायन प्रशंसा करने को आरंभ कले विश्वास प्रत्यात विषय मूल भूमि अदृश्य विषय निश्चित ज्ञान एवरी 11 से ईश्वर यथार्थ भाव ही विश्वास निर्भर करते तार प्रमाणित है से कौ माध्यम प्रशंसार माध्यम धन्यवाद प्रशंसार माध्यम सदा प्रभु ईश्वर आमको कार्य साधन करेंगे विश्वास है
ଆଉ ଭୟଭୀତ ହେଲା ନାହିଁ, ନିରାଶ ହେଲା ନାହିଁ, ହତାଶ ହେଲା ନାହିଁ, ଆଉ ଅନ୍ତରରେ ହୃଦୟରେ ଦୃଢ ବିଶ୍ୱାସ ନ ଆସିଲେ ମଧ୍ୟ ସେମାନଙ୍କ ପ୍ରଶଂସା କରିବା ସମ୍ଭବ ନାହିଁ। ଆଉ ଆମେ ଦେଖୁ ଯେବେ ସେମାନେ ଦୃଢ ନିଶ୍ଚୟ ଈଶ୍ୱରଙ୍କ ପ୍ରଶଂସା କରିଥିଲେ ତେବେ ହିଁ ଈଶ୍ୱର କାମ କରିବାକୁ ଆରମ୍ଭ କଲେ। ଆଉ ସେମାନଙ୍କ ମଧ୍ୟରେ ପରସ୍ପର ଯୁଦ୍ଧ ଲାଗିଗଲା। ଯେଉଁ ସମସ୍ତ ଗୁପ୍ତ ସୈନ୍ୟ ଲୁଚିଥିଲେ ସେମାନେ ଭ୍ରମବଶତଃ ଅମନ ମୋୟାବ ସନ୍ତାନ ମାନଙ୍କ ଉପରେ ଆକ୍ରମଣ ହେଲେ, ଆଉ ପରସ୍ପର ଯୁଦ୍ଧ କରି ନିଜେ ହିଁ ସେମାନେ ଧ୍ୱଂସ ହେଲେ, ନିଜ ନିଜ ଭିତରେ ଧ୍ୱଂସ ହେଲେ। ଏଇଟା ଧନ୍ୟବାଦର ପ୍ରଶଂସା କରିକି ସେମାନେ ଜୟଯୁକ୍ତ ହେଇଛନ୍ତି। ନିଶ୍ଚୟ ବହୁତ ପ୍ରାର୍ଥନା ଅଛି, ତା ପୂର୍ବରୁ ସେମାନେ ଉପବାସ ପ୍ରାର୍ଥନା କରିଥିଲେ ଶିଶୁ ସମସ୍ତେ ପରବର୍ତ୍ତୀ ଅବସ୍ଥାରେ ସେମାନେ ଧନ୍ୟବାଦ ପ୍ରଶଂସା କରିଛନ୍ତି। ତେଣୁ ଦ୍ୱିତୀୟ ବଂଶ 20:20 ଯାହା ସଦାପ୍ରଭୁ ତୁମେ ପରମେଶ୍ୱର ବିଶ୍ୱାସ କର, ତୈରେ ତୁମେ ସ୍ଥିର କର, ସେଇ ପରମେଶ୍ୱର ବିଶ୍ୱାସ କର ଯୋଉ ପରମେଶ୍ୱର ଆମକୁ ଠିଆ ହଉଛନ୍ତି, ଯୋଉ ପରମେଶ୍ୱର ଆମକୁ ନିମନ୍ତେ ନିରାଶ ହଉ ନାହିଁ, ହତାଶ ହଉ ନାହିଁ, ସେଇ ଯୁଦ୍ଧ ଆମର ଯୁଦ୍ଧ ଆମେ ଠିଆ ହବୁ ବୋଲି ତାହାଙ୍କ ଠାରେ ବିଶ୍ୱାସ କର। ପୁଣି ଯୋଉ ଭବିଷ୍ୟତ ବକ୍ତା ସେ କହିଲେ ସେଇ ଭବିଷ୍ୟତ ଲୋକ, ତାହେଲେ ତାଙ୍କ ଠାରେ କୌଣସି ବିଶ୍ୱାସ କର, ଆଉ ତମେ ସେ ଭବିଷ୍ୟତ ବିଶ୍ୱାସ କର, ସେତେବେଳେ ତମେ ହେବ କୃତ କାର୍ଯ୍ୟ ହେବ। ଏହିପରି ବନ୍ଧୁଗଣ ଆମେ ଏ ସ୍ଥାନରେ ଦେଖୁଛୁ ଜିହୋଶାଫାଟର ବିଷୟରେ ତାଙ୍କ ସମ୍ପର୍କରେ। ଏବେ ଆମ୍ଭମାନଙ୍କ ପାଇଁ ଆମେ ଯେ ଭରସା କରିଛୁ ପ୍ରଭୁଙ୍କ ଠାରେ, ଯେ ଆମେ ଭରସା କରିଛୁ, ଆମମାନଙ୍କ ପାଇଁ ପ୍ରଭୁ ବି ସେପରି ସାହାଯ୍ୟ କରି ଆସୁଛନ୍ତି। ଯାହା ଏଫେସୀୟ 1:12 ଲେଖା ଅଛି, ଯେ ଖ୍ରୀଷ୍ଟଙ୍କ ଠାରେ ପୂର୍ବରୁ ଭରସା କରିଥିଲୁ ଯେ ଆମେମାନେ ଈଶ୍ୱରଙ୍କର ଗୌରବ ପ୍ରଶଂସାର କାରଣ ହେଉ। ଆମଙ୍କର ଭରସା ଈଶ୍ୱରଙ୍କ ଠାରେ, ସେଇ ଭରସା ଆମମାନଙ୍କୁ ଲଜା ଦିଏ ନାହିଁ। କ୍ଲେଶରେ, ନିନ୍ଦାରେ, ତାଡ଼ନାରେ, ପରୀକ୍ଷାରେ, ସମସ୍ୟାରେ ଯାହା ହେଲେ ଯେଉଁଥିପାଇଁ ଆମେ ତାଙ୍କ ଠାରେ ଭରସା କରିଛୁ, ସେ ଭରସା ଆମକୁ ଲଜା ଦିଏ ନା। ଆଉ ତେଣୁ ଆମେମାନେ ତାଙ୍କର ଗୌରବ ପ୍ରଶଂସାର କାରଣ ହେଉ। ପ୍ରତ୍ୟେକ ବିଶ୍ୱାସୀ ଯେ ପୂର୍ବରୁ ମନୋନୀତ ଏ ସମ୍ବନ୍ଧରେ ପାଉଲ ଏଫେସୀୟ 1:4 ସେ ପ୍ରକାଶ କଲେ। ସେ କହନ୍ତି, ଜଗତର ପତନ ପୂର୍ବେ ତାଙ୍କ ଠାରେ ଆମମାନଙ୍କୁ ମନୋନୀତ କଲେ। କିନ୍ତୁ କାହିଁକି ସେ ଆମମାନଙ୍କୁ ମନୋନୀତ କଲେ? ଆମମାନଙ୍କୁ ଦେଇ ସେ କଣ କରିବାକୁ ଚାହାନ୍ତି? ସେ ଆମମାନଙ୍କୁ ଦେଇ ତାଙ୍କର ପ୍ରତାପର ପ୍ରଶଂସା କରିବାକୁ ସେ ଚାହାନ୍ତି। କାରଣ ଏଫେସୀୟ 1:11-12 ଅଛି ଯେ ଏଇ କଥା ସ୍ପଷ୍ଟ ପ୍ରକାଶ କରି କହନ୍ତି ଯେ ତାହାଙ୍କର ସଂକଳ୍ପ ଅନୁସାରେ ଆମେମାନେ ପୂର୍ବରୁ ନିରୂପିତ ହେଲୁ, ଯେପରି ଖ୍ରୀଷ୍ଟଙ୍କ ଠାରେ ପୂର୍ବରୁ ଭରସା କରିଥିଲୁ ଯେ ଆମେମାନେ ଈଶ୍ୱରଙ୍କର ଗୌରବର ପ୍ରଶଂସାର କାରଣ ହେଉ। କି ଆଶ୍ଚର୍ଯ୍ୟ ତାଙ୍କ ସଂକଳ୍ପ ପାଇଁ ସମସ୍ତେ ମହାନ ଲୋକ ସମସ୍ତେ ତାଙ୍କର ପ୍ରଶଂସା କର। ଆମ ମୁଖରେ ଯଦି ତାଙ୍କର ପ୍ରଶଂସା ନଥାଏ ତେବେ ଆମ ମାନଙ୍କର ଜୀବନରେ ତାଙ୍କର ଇଚ୍ଛାକୁ ବ୍ୟର୍ଥ କରିଦେଉଛି। ତେଣୁ ପ୍ରାର୍ଥନା ପ୍ରଶଂସାର ଜୀବନ ହେଲା ପ୍ରକୃତ ଖ୍ରୀଷ୍ଟୀୟ ଜୀବନ। ଅଛି ବହୁତ ପ୍ରାର୍ଥନା ଆମେ କରୁଛୁ, ଅନୁରୋଧ ପ୍ରାର୍ଥନା କରୁଛୁ, ଉପବାସ ପ୍ରାର୍ଥନା କରୁଛୁ, ବିଜୟ ପ୍ରାର୍ଥନା କରୁ, ତଥାପି ଧନ୍ୟବାଦ ପ୍ରଶଂସା ହେଲା ଖ୍ରୀଷ୍ଟୀୟ ଜୀବନର ଗୋଟେ ପ୍ରକୃତ ପ୍ରୟୋଜନୀୟ ଜୀବନ। ତେଣୁ ସେଇ ଭାବେ ପ୍ରକାଶିତ 5:12 ସେମାନେ ଉଚ୍ଚସ୍ୱରେ କହୁଥିଲେ, ପରାକ୍ରମ, ଧନ, ଜ୍ଞାନ, ଶକ୍ତି, ସମସ୍ତ ଗୌରବ ଓ ପ୍ରଶଂସା ଗ୍ରହଣ କରିବାକୁ ହତ ହୋଇଥିବା ମେଷ ଶାବକ ହିଁ ଯୋଗ୍ୟ ଅଟନ୍ତି। ଏଟା ଆମମାନଙ୍କ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ ବିଷୟ ଅଟେ। ସେହିପରି ବନ୍ଧୁଗଣ ସେ ଧନ୍ୟବାଦ ପ୍ରଶଂସା ବିଷୟରେ ପ୍ରେରିତ 3:46 ଅଛି। ଆଉ ସେମାନେ ଏକଚିତ ହୋଇ ପ୍ରତିଦିନ ଏଟା ମୁଁ ପଢୁନାହିଁ, ଏଟା ଧନ୍ୟବାଦ ଅଛି। ଆଉ ଲୁକ 19:37 ଲୁକ 19:37 ସେଟା ତ ପ୍ରେରିତରେ ଅଛି, କିନ୍ତୁ ଲୁକ 19:37 ଗୋଟେ ବିଷୟ ଦେଖୁଛି ଲେଖା। ସେତେବେଳେ ସମୁଦାୟ ଶିଷ୍ୟ ଦଳ ଦେଖୁଥିବା
ସମସ୍ତ ଶକ୍ତିର କାର୍ଯ୍ୟ ନିମନ୍ତେ ଆନନ୍ଦରେ ଉଚ୍ଚସ୍ୱର କରି ଈଶ୍ୱରଙ୍କ ପ୍ରଶଂସା କରି କହିଲେ। ଈଶ୍ୱରଙ୍କର ପ୍ରଶଂସା କରିବୁ କହିଲେ ହିଁ କରାଯାଏ ନାହିଁ। ଏଟା ଆମେ କହିଲୁ ମୁଖରେ, ପ୍ରଶଂସା କରିବୁ ବୋଲି କରାଯାଏ ନାହିଁ। ଏହା ହେଲା ହୃଦୟର କୃତଜ୍ଞତା ଉଲ୍ଲାସ। ଏ ହୃଦୟ ଭିତରେ ପ୍ରଶଂସା। ମନୁଷ୍ୟ ବାହାରର ପ୍ରଶଂସା ଯେତେ ତାକୁ କର ବୋଲି, ଯଦି ହୃଦୟରେ ସେ ପ୍ରକୃତ ଜାତ ହବ ଯେ ଈଶ୍ୱର ମତେ କଣ କରୁଛନ୍ତି, ମୋ ପାଇଁ କଣ କରିବାକୁ ଯାଉଛନ୍ତି, କଣ କରିଛନ୍ତି, କଣ କରି ଯାଉଛନ୍ତି, କଣ କରିବେ, ଏଟା ତ ଆମ କଣ୍ଟିନ୍ୟୁ ଚାଲିଛି। ତାଙ୍କରି ଦୟା, ତାଙ୍କରି ପ୍ରେମ, ତାଙ୍କର ଆଶୀର୍ବାଦ, ତାଙ୍କର ଅନୁଗ୍ରହ, ତାଙ୍କର ପରୀକ୍ଷା ସମୟରେ, ରୋଗ ବ୍ୟାଧି ସମୟରେ, କେତେ କଷ୍ଟ ଯନ୍ତ୍ରଣା ସମୟରେ ଯାହା କେତେ ସେଟା ବି ମନୁଷ୍ୟ ତା ହୃଦୟରେ ସେ ସମସ୍ତେ ସବୁବେଳେ ତାଙ୍କ କୃତଜ୍ଞତାକୁ ସବୁବେଳେ ସ୍ମରଣ କରିବ, ଧନ୍ୟବାଦ ପ୍ରଶଂସା କରିବ। ସେଟା ହିଁ ହେଲା ହୃଦୟର କୃତଜ୍ଞତା ହୃଦୟ। ଆଉ କୌଣସି ଏଟା ଶିକ୍ଷଣୀୟ ବିଷୟ ନୁହେଁ, କିନ୍ତୁ ଏହା ହୃଦୟର ସ୍ୱାଭାବିକ ଅଭିବ୍ୟକ୍ତି। ପ୍ରଭୁ ଯୀଶୁ ଯେବେ ଗଧ ଉପରେ ଚଢି ଜେରୁସାଲେମକୁ ବିଜୟ ଯାତ୍ରା କରୁଥିଲେ, ଅଗଣିତ ଲୋକମାନେ ଆନନ୍ଦରେ ଅତିଶୟ ଖଜୁରୀ ପତ୍ର ଉଡାଉଥିଲେ ଆଉ ଆପଣା ଆପଣା ବସ୍ତ୍ର ପଥରେ ବିଛାଇ ଦେଇ ଉଚ୍ଚ ସ୍ୱରରେ ଈଶ୍ୱରଙ୍କ ପ୍ରଶଂସା କରୁଥିଲେ। ହୋଶାନା ଦାଉଦଙ୍କର ସନ୍ତାନ। ସେଟା କରୁଥିଲେ, ପିଲାମାନେ ସମସ୍ତେ କରୁଥିଲେ। ପ୍ରଭୁଙ୍କ ନାମରେ ଯେ ରାଜା ଅଛନ୍ତି ସେ ଧନ୍ୟ, ଏପରି କଥା କହୁଥିଲେ। ଏଠାରେ କଥା ହେଲା ଏହି ଯେ କେଉଁମାନେ ସେଇ ଭାବରେ ଈଶ୍ୱରଙ୍କୁ ପ୍ରଶଂସା କରିଥିଲେ। ଲେଖା ଅଛି, ଯେଉଁ ସମସ୍ତ ଲୋକମାନେ ତାହାଙ୍କର ନାନା ପ୍ରକାର ପରାକ୍ରମ କାମ ଦେଖିଥିଲେ ଏବଂ ଜୀବନରେ ନାନା ଭାବରେ ଉପକାର ପାଇଥିଲେ, ସେଇ ସବୁ ଲୋକମାନେ ଆନନ୍ଦ ପୂର୍ବ ପ୍ରଶଂସା କରୁଥିଲେ। କିନ୍ତୁ ଅନ୍ୟ ଲୋକମାନେ ସେ ପ୍ରଶଂସାରେ ଯୋଗ ଦେଇ ପାରିନାହାନ୍ତି, କାରଣ ସେମାନଙ୍କ ହୃଦୟରେ କୌଣସି ଧନ୍ୟବାଦ ପ୍ରଶଂସା ନଥିଲା। ତେବେ ଯୀଶୁଙ୍କ ସଙ୍ଗମାନେ ଗମନ କରିନାହାନ୍ତି ଆଉ ତାହାଙ୍କ ପାଖରେ କୌଣସି ଉପକାର ପାଇନାହାନ୍ତି। ତେଣୁ ପ୍ରଶଂସା ଯେ କୌଣସି ଲୋକ କରିପାରନ୍ତି ନାହିଁ, ଯେଉଁମାନେ ପ୍ରଭୁଙ୍କ ନିକଟକୁ ଆସି ପାପର କ୍ଷମା ଲାଭ କରି ଅଥବା ଆଶ୍ଚର୍ଯ୍ୟ ଭାବରେ ବ୍ୟାଧିଯୁକ୍ତ ହୁଅନ୍ତି ଅଥବା ଅନ୍ୟ ଭାବରେ କୌଣସି ଉପକାର ପାଆନ୍ତି, ସେମାନେ ହିଁ ସେମାନଙ୍କ ହୃଦୟର ଆନନ୍ଦର ପ୍ରାଚୁର୍ଯ୍ୟ ପ୍ରଶଂସା ଧନ୍ୟବାଦ କରିଥାଉ ପାରନ୍ତି। ଏହି ପ୍ରଶଂସାର ମଧ୍ୟ ଦେଇ ଆତ୍ମିକ ଜୀବନ ଗଠିତ ହୁଏ, ହୃଦୟର ଭାର କିମ୍ବା ଚାପ ମୁକ୍ତ ହୁଏ, ଆତ୍ମାରେ ଗୋଟେ ଶକ୍ତି ଅନୁଭୂତ ହୁଏ। ଏହା ପ୍ରାର୍ଥନାର ଗୋଟେ ଅଙ୍ଗ, ଏହାର ମଧ୍ୟ ଦେଇ ଈଶ୍ୱର କାମ କରନ୍ତି। ତେଣୁ ଗୀତ ସଂହିତା 71:14 ମୁଁ ନିରନ୍ତର ଭରସା କରିବି, ପୁଣି ଆହୁରି ଆହୁରି ତୁମର ପ୍ରଶଂସା କରିବି। ମୋହର ମୁଖ ଦିନ ଯାକ ତୁମର ଧର୍ମ ଓ ତୁମର ପରିତ୍ରାଣ ବର୍ଣ୍ଣନା କରିବ। এই ହେଲା ବିଷୟ ବିଜୟ ଯାତ୍ରା ବିଶେଷ ଧନ୍ୟ ପ୍ରଶଂସା। ଏଥିରେ ନିଶ୍ଚୟ ଦାଉଦ ଭକ୍ତ ତାଙ୍କ ନିଜର କଥା କିଛି ଧନ୍ୟବାଦ ପ୍ରଶଂସା କଥା କହିଛି ଯେ ଏଇ ଜଗତ ଭୀଷଣ ପରୀକ୍ଷା ପୂର୍ଣ୍ଣ, ତଥାପି ସେ କହିଛନ୍ତି ସେଇ ଗୀତ ସଂହିତା 35:28 ପୁଣି ମୋହର ଜିଭା ଦିନ ଯାକ ତୁମ ଧର୍ମ ଗୁଣ ପ୍ରଶଂସାର କଥା କହିବ। ଦିନ ଯାକ ତୁମର ଧର୍ମ ଏଇ ଜଗତ ଭୀଷଣ ଜଗତ ଗୋଷ୍ଠୀ ମାନେ ଯେତେ ଈଶ୍ୱରଙ୍କ ଠାରୁ ଦୂରବର୍ତ୍ତୀ ହେଉଛନ୍ତି, ସେଇ ଦୁଃଖ କଷ୍ଟ ଦୁର୍ଦ୍ଦଶା ବଢି ଚାଲିଛି। ଶାନ୍ତିପୂର୍ଣ୍ଣ ଭାବରେ ଗୌରବ ସହିତ ବାସ କରିବା କ୍ରମ ଗଠନ ହୋଇଯାଇଛି। କିନ୍ତୁ ଏଇ ଅବସ୍ଥାରେ ମଧ୍ୟ ଈଶ୍ୱର ତାହାଙ୍କ ସନ୍ତାନ ମାନଙ୍କ ପାଇଁ ଚିନ୍ତା କରନ୍ତି ଏବଂ ସେମାନଙ୍କୁ ସର୍ବତ ଭାବରେ ସୁରକ୍ଷା କରି ଆଣିଛନ୍ତି। ଆମେ ଯେ ଏବେ ପର୍ଯ୍ୟନ୍ତ ସର୍ବତ ଭାବେ ସୁରକ୍ଷିତ ହୋଇ ଜଗତରେ ବଞ୍ଚି ଅଛୁ, ଏହା ତାଙ୍କର ମହାଦୟା। ଆମେ ଯେତେ ହିଁ ତାଙ୍କର ଦୟା ଅନୁଗ୍ରହର ବିଷୟ ସ୍ମରଣ କରିବୁ, ସେତେ ହିଁ ଆମମାନଙ୍କର ତାହାଙ୍କ ପ୍ରତି କୃତଜ୍ଞତାର ଧନ୍ୟବାଦ ଭରି ଉଠିବ। ଦାଉଦ ରାଜାଙ୍କ ଜୀବନରେ ପରୀକ୍ଷା ଉଣା ନଥିଲା, କମ ନଥିଲା, କାରଣ ସେ ଦେଶର ତାହାର ପ୍ରବଳ ଶତ୍ରୁ ଥିଲେ। ତାଙ୍କ ନିଜର ସନ୍ତାନ ଅବସାନ ମଧ୍ୟ ତାଙ୍କ ପ୍ରତି ବିଦ୍ରୋହ ଘୋଷଣା କରିଥିଲେ। କିନ୍ତୁ ତଥାପି ତାଙ୍କ ଜୀବନରେ ପ୍ରଶଂସା ଧନ୍ୟବାଦ ପ୍ରାଚୁର୍ଯ୍ୟ ଦେଖିବାକୁ ମିଳିଥିଲା। ତାଙ୍କର ଗୀତର ଅଧିକାଂଶ ଧନ୍ୟବାଦ ଓ ପ୍ରଶଂସାର ଗୀତ। ସେ ଶୈତାନର କାମ ଆଡେ ଦୃଷ୍ଟି ନ କରି ଈଶ୍ୱରଙ୍କ କାମ ଆଡେ ଦୃଷ୍ଟି କରୁଥାନ୍ତି। ତେଣୁ ତାହାଙ୍କ ମହିମା କୀର୍ତ୍ତନ କରିବା ପାଇଁ ତାଙ୍କର ପ୍ରାଣ ଆକାଂକ୍ଷିତ ରହୁଥିଲା। ଆମେ ଯଦି ଦାଉଦଙ୍କ ପରି ଦୃଷ୍ଟିଭଙ୍ଗୀ ଗ୍ରହଣ କରୁ ଆଉ ତାହାଙ୍କ ଅନୁଗ୍ରହର କଥା ନିରନ୍ତର ସ୍ମରଣ କରୁ, ତେବେ ଆମମାନଙ୍କ ଜୀବନ କେବେ ବି ଶୁଷ୍କ ହେବ ନାହିଁ। କାରଣ ଆମମାନଙ୍କ ମୁଖରେ ମଧ୍ୟ ନିରନ୍ତର ତାହାଙ୍କର ପ୍ରଶଂସା ଲାଗି ରହିବ। ପୁଣି କେବଳ ସେତିକିରେ ସେ ରଖି ନାହାନ୍ତି। ସେଇ ଗୀତ 81:1 ଲେଖେ ଆମମାନଙ୍କର ବଳ ସ୍ୱରୂପ ପରମେଶ୍ୱର ଉଦ୍ଦେଶ୍ୟରେ ଉଚ୍ଚସ୍ୱରେ ଗାନ କରୁ, ଯେହେତୁ ଯାକୁବର ଉଦ୍ଦେଶ୍ୟରେ ଜୟ ଧ୍ୱନି କର, ଆନନ୍ଦ ଧ୍ୱନି କର। ସେଇ ଗୀତ ସହିତ 51 ସେ ଲେଖିଲେ, ହେ ପ୍ରଭୁ ମୋ ଚାଦର ଫିଟାଅ, ତୈରେ ମୁଖ ତୁମର ପ୍ରଶଂସା ପ୍ରକାଶ କରିବ। ଈଶ୍ୱରଙ୍କ ପ୍ରଶଂସା କରିବା ଦାଉଦ ରାଜା ହିଁ ସର୍ବାପେକ୍ଷା ଦକ୍ଷ ବ୍ୟକ୍ତି ଥିଲେ। କାରଣ ନିୟମ ସିନ୍ଧୁ ଯେତେବେଳେ ଜେରୁସାଲେମକୁ ଆଣିବା ସମୟରେ ସେ ଆନନ୍ଦରେ ନୃତ୍ୟ କରିଥିଲେ।
ସେ ସର୍ବ ପ୍ରକାର ବାଦ୍ୟ ଯନ୍ତ୍ର ଦ୍ୱାରା ତାଙ୍କ ପ୍ରଶଂସା କରୁଥିଲେ। ସେ ପ୍ରଶଂସା ସମ୍ବନ୍ଧରେ ଅନେକ ଗୀତ ରଚନା କରନ୍ତି ଆଉ ଗୀତ ବାଦ୍ୟ ସହିତ ସେ ସବୁ ଗାଉଥିଲେ। ତା ଛଡା ନାନା ଭଙ୍ଗୀରେ ଈଶ୍ୱରଙ୍କର ପ୍ରଶଂସା କରିବାକୁ ଅତ୍ୟନ୍ତ ଦକ୍ଷ ବ୍ୟକ୍ତି ଥିଲେ। କିନ୍ତୁ ତାହାଙ୍କ ଏଇ ଅପୁରନ୍ତ ପ୍ରଶଂସା ଜୀବନରେ ଥରେ କଣ ହେଇଯାଇଛି, ଛେଦ ପଡି ଯାଇଥିଲା। ମନୁଷ୍ୟର ହୃଦୟରେ ଯଦି ପାପ ଆସିଲା, ସେ କେବେ ସେଇ ପାପ ଅବସ୍ଥାରେ ଧନ୍ୟବାଦ ପ୍ରଶଂସା କରିପାରିବ ନାହିଁ। ତାଙ୍କ ଜୀବନରେ ଏପରି ଗୋଟେ ଆଇଲା, ଯେତେବେଳେ କି ସେ ବତ୍ସେବା ସହିତ ପାପରେ ପଡିଥିଲେ, ତେବେ ତାହାଙ୍କ ପ୍ରଶଂସା ବନ୍ଦ ହୋଇଯାଇଥିଲା। ସେ ଆର୍ତ୍ତନାଦ କରି ଗଲେ, ହେ ପରମେଶ୍ୱର, ଗୀତ ସଙ୍ଗେ ଏକ ମୋ ଅନ୍ତରରେ ସୂଚି ଅନ୍ତକ ସୃଷ୍ଟି କର ଓ ମୋ ମଧ୍ୟରେ ସୁସ୍ଥିର ଆତ୍ମନତର। ସାରା 51 ପର୍ବଟି ସେ ପାପ କ୍ଷମାର ସେଇ ପୁରା ପର୍ବଟି। ସେ ଯେତେବେଳେ ସମାପ୍ତ ପରେ ପବିତ୍ର ଆତ୍ମା ଯେ ପ୍ରଶଂସା, ତାହା କୌଣସି ପାପ ଅବସ୍ଥାରେ କରି ହୁଏ ନାହିଁ। ଏ ସମୟରେ ସେ ଧନ୍ୟ ପ୍ରଶଂସା କରିବ, ଯେହେତୁ ପବିତ୍ରତା ସେପରି କରି ହୁଏ ନାହିଁ। ବିଶୁଦ୍ଧ ଅନ୍ତକରଣ ଛଡା କୌଣସି ପ୍ରଶଂସା ହୋଇପାରେ। ଯୋଉଠି ପବିତ୍ର ନଥିବ, ପାପରେ ପତିତ ଜୀବନ ଥିବ, ଧନ୍ୟ ପ୍ରଶଂସା ଆସିବ ନାହିଁ। କାହିଁ ଶୈତାନ ସହିତ ପଡ଼ିଥିଲେ କେବେ ଧନ୍ୟ ପ୍ରଶଂସା ଆସିବ ନାହିଁ। ଯେଉଁମାନେ ଈଶ୍ୱରଙ୍କ ସହିତ ଗମନ କରିବାକୁ ଅଭ୍ୟସ୍ତ, ସେମାନେ ଜାଣନ୍ତି ଯେ ଜୀବନରେ ପାପ ପ୍ରବେଶ କଲେ ଆତ୍ମାଙ୍କ ପ୍ରଶଂସା ବନ୍ଦ ହୋଇଯାଏ। ଯେଉଁ ହୃଦୟ ନିରନ୍ତର ଆନନ୍ଦ ଉଛୁଳି ପଡୁଥିଲା, ସେଇ ବନ୍ଦ ଯୋଡ ଅବସ୍ଥାରେ ଆସିଯାଏ। ଏହା ବଡ ପୀଡାଦାୟକ ଅବସ୍ଥା। ଦାଉଦ ଏହି ଅବସ୍ଥାରେ ଉଦ୍ଧାର ପାଇବା ନିମନ୍ତେ କ୍ରନ୍ଦନ କରୁଥିଲେ। ତାଙ୍କ ପ୍ରଶଂସା କରିବାରେ ସେ ଆକୁଳ ବିକଳ ହେଉଥିଲେ। ଯେବେ ଈଶ୍ୱର ତାଙ୍କୁ କ୍ଷମା କଲେ, ତେବେ ସେ ପୁଣି ତାହାଙ୍କ ପ୍ରଶଂସା କରିଥିଲେ। ଆମମାନଙ୍କୁ ହୃଦୟ କି ତାହାଙ୍କ ପ୍ରଶଂସା ଅଛି? ଆଜି ଆମେ ପରୀକ୍ଷା କରୁ। ଏଇ ହୃଦୟ ଆମ ମନୁଷ୍ୟ, ଆମ ଭୁଲ ହେଇପାରେ, ପାପ କରିପାରୁ, ଜାଣତରେ ଅଜାଣତରେ ହଉ, କିନ୍ତୁ ତାପରେ ଆମେ ଉଠି ଆସିବାର ବିଶେଷ ତାଙ୍କୁ ସ୍ୱୀକାର କରି, ଖାଲି ସ୍ୱୀକାର କରି ସେତ ପ୍ରତିକାର କରିଥାଏ। ସେଇ ଜିନିଷ ଜୀବନରେ ନଥିବାର ଅଛି, ତାହେଲେ ନିଶ୍ଚୟ ପବିତ୍ର ଆତ୍ମା ଧନ୍ୟବାଦ ପ୍ରଶଂସା ଆମ ଜୀବନରେ। ଯାତ୍ରା 15:2 ଅଛି, ସଦାପ୍ରଭୁ ଆମର ବଳ ଓ ଗାନ, ପୁଣି ସେ ଆମର ପରିତ୍ରାଣ ହୋଇଅଛନ୍ତି, ଆମର ପରମେଶ୍ୱର, ଆମେ ତାଙ୍କର ପ୍ରଶଂସା କରିବା। ଏପରି ବିଷୟ ନିଶ୍ଚୟ ବନ୍ଧୁଗଣ ଆମେ ଦାଉଦଙ୍କର ଜୀବନରେ ଦେଖିଲୁ। ଆମେ ଯୀଶାଙ୍କ ଜୀବନରେ ଗୋଟେ ବିଷୟ ଆମେ ଦେଖିବା, ଯାହାକି ସେ ଧନ୍ୟବାଦ ପ୍ରଶଂସା ସମ୍ପର୍କରେ। ଯୀଶା 49 ପର୍ବର 13 ପଦ, ହେ ଆକାଶ ମଣ୍ଡଳ ଗାନ କର, ହେ ପୃଥିବୀ ଉଲ୍ଲସିତ ହୁଅ, ହେ ପର୍ବତମାଳା ଉଚ୍ଚସ୍ୱରେ ଗାନ କର, କାରଣ ସଦାପ୍ରଭୁ ଆପଣା ଲୋକମାନଙ୍କୁ ସାନ୍ତ୍ୱନା କରିଅଛନ୍ତି। ଯୀଶା 49:13 ଯୀଶା ଯେତେବେଳେ ସ୍ୱର୍ଗର ଦର୍ଶନ ଦେଖିଲେ, ତେବେ ଦେଖିଲେ ଯେ ସମୁଦାୟ ପୃଥିବୀ ତାହାଙ୍କ କଥା ପରମେଶ୍ୱରଙ୍କ ମହିମାରେ ପରିପୂର୍ଣ୍ଣ। ସେଇ ଦର୍ଶନ ଦେଖୁଛନ୍ତି। ସେ ଯେତେବେଳେ ଦର୍ଶନ ଦେଖିଲେ, ସମୁଦାୟ ପୃଥିବୀ ଦେଖିଲେ ସମୁଦାୟ ପୃଥିବୀ ତାଙ୍କର ପରମେଶ୍ୱରଙ୍କ ମହିମାରେ ପରିପୂର୍ଣ୍ଣ, ଯାହା ଯୀଶା 6:3। ଆଉ ସ୍ୱର୍ଗଦୂତ ଗଣ ତାଙ୍କର ଆରାଧନା କରୁଛନ୍ତି। ମନୁଷ୍ୟର ଆଖିରେ ପାପର ଆବରଣ ଥିବା ପାଇଁ ଈଶ୍ୱରଙ୍କ ପ୍ରତାପ ସେମାନେ ଦେଖି ପାରୁନଥିଲେ, କିନ୍ତୁ ସମସ୍ତ ସୌର ଜଗତ ଈଶ୍ୱରଙ୍କ ପ୍ରତାପର ପ୍ରଶଂସାରେ ରତ। ଗୀତ ସଂହିତା 19 ପର୍ବ 1-2 ପଦରେ ଦାଉଦ କହିଛନ୍ତି, ଆକାଶ ମଣ୍ଡଳ ପରମେଶ୍ୱର ଗୌରବ ବର୍ଣ୍ଣନା କରେ, ଶୂନ୍ୟ ମଣ୍ଡଳ ତାଙ୍କ ହସ୍ତକୁ କରେ, ଦିବସ ଦିବସ ପ୍ରତି ବାକ୍ୟ ଉଚ୍ଚାରଣ କରେ ଓ ରାତ୍ରି ପ୍ରତି ଜ୍ଞାନ ପ୍ରକାଶ କରେ। ଈଶ୍ୱର ମନୁଷ୍ୟକୁ ସମସ୍ତ ସୃଷ୍ଟିର ମଧ୍ୟରେ ଶ୍ରେଷ୍ଠ କରି ସୃଷ୍ଟି କରୁଛନ୍ତି। ତେଣୁ ସମସ୍ତ ଜଡ଼ ଜଗତ ଯେବେ ତାଙ୍କର ପ୍ରଶଂସା ରତ, ତେବେ ଆମମାନଙ୍କୁ ଆହୁରି କେତେ ନା ତାହାଙ୍କ ପ୍ରଶଂସାରେ ରତ ଥିବା ଉଚିତ। ଆମମାନଙ୍କୁ ଯେ ସୃଷ୍ଟି କଲେ, କିପରି ଭାବରେ ସେ ଶ୍ରେଷ୍ଠ ବ୍ୟକ୍ତି କରି ସୃଷ୍ଟି କରିଥିଲେ, ଏଇ ସମସ୍ତ ଜଗତ ସେ ଏପରି ଅଛି, ଆମେ କେତେ ଦୂର ଆମେ ପ୍ରଶଂସା କରିବା ଉଚିତ। ଯାହା ଦାଉଦ ଭକ୍ତ ଗୀତ ସଂହିତା 19 ପର୍ବ 1-3 ଲେଖେ। ସେପରି ପାଉଲ ମଧ୍ୟ କହିଛନ୍ତି, ଯେପରି ଖ୍ରୀଷ୍ଟଙ୍କ ଠାରୁ ପୂର୍ବରୁ ଭରସା କରିଥିଲୁ, ଯେପରି ଆମେ ତାହାଙ୍କ ଦ୍ୱାରା ଈଶ୍ୱରଙ୍କର ଗୌରବ ପତାକାରେ ପ୍ରଶଂସା କାରଣ ହେଉ। ଯାହା ଏଫେସୀୟ 1:12 ଆମେ ଯେ ନିରନ୍ତର ତାଙ୍କ ପ୍ରଶଂସା କରିବା, ଏହା ଈଶ୍ୱରଙ୍କର ଇଚ୍ଛା। ଅଥଚ ଆମ ମାନଙ୍କୁ ହୃଦୟରେ କେତେ ବନ୍ଧ କରି ରଖିଛୁ। ତାହାଙ୍କ ନାନାବିଧ ଦୟା ଅନୁଗ୍ରହ ଆମେ ଲାଭ କରି ଆସିଛୁ, କିନ୍ତୁ ତାହାର ବିନିମୟରେ ଆମେ ତାହାଙ୍କ ପ୍ରତାପର ପ୍ରଶଂସା କରିନାହୁଁ। ଆମମାନଙ୍କ ପରେ ଏହା କେତେ ଅକୃତଜ୍ଞର କଥା। ପରଜାତୀୟ ଲୋକମାନେ ସେମାନଙ୍କ ମିଥ୍ୟା ଦେବତାଙ୍କ ଥରେ କେତେ ଗୀତ ଶ୍ରୁତ କରିଥାନ୍ତି, କିନ୍ତୁ ଆମେ ସତ୍ୟ ପରମେଶ୍ୱର ଉପାସନା କହି ମଧ୍ୟ ଆମମାନଙ୍କୁ ଯୋଉ ପ୍ରଶଂସା ନାହିଁ, ଏହା ବଡ ପରିତାପର ବିଷୟ। ଯୋଉ ସତ୍ୟ ଈଶ୍ୱରକୁ ଆମେ ପାଇଛୁ, ଯୋଉମାନେ କି ଦେବଦେବୀଙ୍କୁ ପୂଜା କରନ୍ତି, ତା ଚକ୍ଷୁ ଅଛି ଦେଖନ୍ତି ନାହିଁ,
ହାତ ନାହିଁ, ଗୋଡ଼ ନାହିଁ, ଏତେ ସେମାନେ ଆଉ ଏସବୁ ତାଙ୍କୁ ପାଇବା ପାଇଁ ଲୋକ। କିନ୍ତୁ ଆମେ ଯାହାକୁ ଯୋଉ ପରମେଶ୍ୱରଙ୍କୁ ଆମେ ପାଇଛୁ, ସତ୍ୟ ପରମେଶ୍ୱର ପାଇଛୁ, ଆମେ ଏ ଧନ ବ୍ୟବସାୟ କରିବାରେ ଆମେ ଯେପରି କରି ସେପରି କରିପାରୁ। ତଥାପି ଏଇଟା ଆମ ବର୍ତ୍ତମାନ କରିବା କର୍ତ୍ତବ୍ୟ। ଯାହା ଗୀତ ସଂହିତା 105 ତାହାଙ୍କ ବିଷୟରେ ଗାନ କର, ତାଙ୍କ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କର, ତୁମେ ତାଙ୍କର ସକଳ ଆଶ୍ଚର୍ଯ୍ୟ କ୍ରିୟା ବିଷୟରେ କଥୋପକଥନ କର। ତେଣୁ ଏ ପ୍ରଶଂସା ହେଲା ଗୋଟେ ଆନନ୍ଦର ଉଲ୍ଲାସ, ଆନନ୍ଦର ଉଲ୍ଲାସ, ଯାହା ଜିରିମିୟ ପୁସ୍ତକରେ ଅଛି। ଆନନ୍ଦ ଧ୍ୱନି, ହର୍ଷନାଦ, ବରର ରବ, କନ୍ୟାର ରବ, ପୁଣି ସୈନ୍ୟାଧିପତି ସଦାପ୍ରଭୁଙ୍କ ଧନ୍ୟବାଦ କରେ, କାରଣ ସଦାପ୍ରଭୁ ମଙ୍ଗଳମୟ, ତାହାଙ୍କର କରୁଣା ସଦାକାଳ ସ୍ଥାୟୀ। ପ୍ରଶଂସା ହେଲା ଆନନ୍ଦର ଉଲ୍ଲାସ। ସୁସ୍ଥ ସବଳ ଦେହରେ ଥିଲେ ଯେପରି ପୁଅ ଝିଅମାନେ ଆନନ୍ଦ କରନ୍ତି, ସେମାନଙ୍କ ନିଜର ପରିକଳ୍ପିତ ନାନା ପ୍ରକାର ଖୋଳା ଧୂଳିରେ ଓ ଗୀତ ବାଦରେ ଘର ମୁଖରିତ ରଖେ, ସେପରି ଯେଉଁମାନେ ଆତ୍ମିକ ଜୀବନରେ ସୁସ୍ଥ ଓ ସବଳ ଥାଏ, ସେମାନଙ୍କ ଜୀବନ ମଧ୍ୟ ଈଶ୍ୱରଙ୍କ ଧନ୍ୟବାଦ ଲାଗି ରହିବ। ଯାହା ଗୀତ ସଂହିତା 34:1 ଦାଉଦ କହିଛି, ମୁଁ ସର୍ବଦା ସଦାକୁ ଧନ୍ୟବାଦ କରିବି, ମୋ ମୁଖରେ ନିରନ୍ତର ତାଙ୍କର ପ୍ରଶଂସା ହେବ। ଏଇ ପ୍ରଶଂସା ଗୋଟେ ଉର୍ଦ୍ଧ୍ୱତର ପ୍ରାର୍ଥନା। ଆତ୍ମାରେ ଆନନ୍ଦ ନଥିଲେ ଏହା କରିହେବ ନାହିଁ। ଆମମାନଙ୍କ ଜୀବନରେ ଆତ୍ମାରେ ଆନନ୍ଦ ଥିବ ନା, ଦୁଃଖ ଥିବ, କଷ୍ଟ ଥିବ ବୋଲି ଆମେ ଆମେ ଚାପିକି ସେ ସୈନ୍ୟ ଆଣିଥିଲେ, ଆନନ୍ଦ ଆସିବ ନାହିଁ। ତେଣୁ ଯଦି ଆତ୍ମାରେ ଆନନ୍ଦ ନଥିଲେ କରିବ, ଆନନ୍ଦ ଥିଲେ କରିହେବ। ଜଗତର ବିମର୍ଷ ନିରାନନ୍ଦ ହେବା ପରି ଆନନ୍ଦ ପାରିପାର୍ଶ୍ୱିକ ଅବସ୍ଥା ଅନେକ ସମୟ ଏତେ ଶୋଚନୀୟ ହୁଏ ଯେ ଆନନ୍ଦ କରିବାକୁ କିଛି ଇଚ୍ଛା ହୁଏ ନାହିଁ। ଅନେକ ସମୟ ବ୍ୟକ୍ତିଗତ ପାରିବାରିକ ପରୀକ୍ଷା ସବୁ ଏପରି ଜୋରରେ ହୁଏ ଯେ ଆନନ୍ଦ ନିରାନନ୍ଦରେ ପରିଣତ ହୋଇଯାଏ। ଯଦି ଏହି ସମସ୍ତ ଅବସ୍ଥାକୁ ଉତ୍ତରେ ଉଠିବା ପାଇଁ ଅବଶ୍ୟ ଯଥେଷ୍ଟ ଧୈର୍ଯ୍ୟ ଦରକାର। ଏ ସମସ୍ତ ପାଇଁ ଆମକୁ ଧୈର୍ଯ୍ୟ ଦରକାର, କାରଣ କୌଣସି ଦୁଃଖ କିମ୍ବା ପରୀକ୍ଷା ମନୁଷ୍ୟଙ୍କ ଚିରକାଳ ରହେ ନାହିଁ। ଶରତର ମେଘ ପରି ଏସବୁ କିଛି ସମୟ ପାଇଁ ସୂର୍ଯ୍ୟଙ୍କ ମୁଖ ଢାଙ୍କି ଦିଏ, ପୁଣି ପବନରେ ତାହା ଉଡ଼ି ଚାଲିଯାଏ। ପରମେଶ୍ୱର ତାକୁ କୌଣସି ସନ୍ତାନକୁ ହିଁ ନିରବଚ୍ଛିନ୍ନ ଦୁଃଖର ମଧ୍ୟରେ ରଖନ୍ତି ନାହିଁ। ରାତ୍ରିର ଅନ୍ଧକାର ପରେ ଯେପରି ଦିନର ଆଲୋକ ଫୁଟି ଉଠେ, ସେପରି ଦୁଃଖ ପରେ ସୁଖ ଆସେ, ପରୀକ୍ଷା ପରେ ବିଜୟ ଆସେ। ତେବେ ଆମେ ପ୍ରାଣକୋଳି ଧନ୍ୟବାଦ ପ୍ରଭୁଙ୍କୁ ଧନ୍ୟବାଦ କରିପାରୁ। ପ୍ରତ୍ୟେକ ଭକ୍ତ ହିଁ ମହା ପରୀକ୍ଷାର ମଧ୍ୟ ଦେଇ ଗମନ କରିଆସୁଛନ୍ତି, ତଥାପି ସେମାନଙ୍କ ଜୀବନରେ ପ୍ରଶଂସାର ଅଭାବ ହୁଏ ନାହିଁ। ତେଣୁ ଆମ୍ଭେ ମଧ୍ୟ ନିରାଶ ନ ହୋଇ ସବୁବେଳେ ପ୍ରଶଂସା କରୁଥିବା, ନିରାଶ ହେବା ନାହିଁ, କୌଣସି ବିଷୟରେ ଆମେ ହତାଶ ହେବା ନାହିଁ, ନିରାଶ ହେବା ନାହିଁ, ସବୁବେଳେ ଆମେ ପ୍ରଶଂସା କରୁଥିବା। ଯାହା Isaiah 10 ସଦାପ୍ରଭୁ ନିସ୍ତାରିତ ଲୋକମାନେ ଫେରି ଆସିବେ ଓ ଗାନ କରୁ କରୁ ସିଓନରେ ଉପସ୍ଥିତ ହେବେ। ଏପରି ଆମେ ଧନ୍ୟବାଦ ପ୍ରଶଂସା ଆମେ ସବୁବେଳେ କରୁଥିବା। ନିଶ୍ଚୟ ମାତ୍ର ଅଳ୍ପ ସମୟ ଅଛି, ଆଉ ଗୋଟେ ବିଷୟ କହିକି ମୁଁ ଶେଷ କରିବି। ଆଉ ତେଣୁ ଯେହେତୁ ଶେଷ ସମୟ ପର୍ଯ୍ୟନ୍ତ କିପରି ବଞ୍ଚିଥିବା ପର୍ଯ୍ୟନ୍ତ ପ୍ରଶଂସା କରିବେ। ଯେତେ ଦିନ ପ୍ରଭୁ ଜଗତରେ ରଖିଛନ୍ତି ତାଙ୍କର ଗୌରବ, ତାଙ୍କରି ପ୍ରଶଂସା, ତାନ କରି ଧନ୍ୟବାଦ କରୁ କରୁ ଯେ ପ୍ରଭୁ ଯେତେବେଳେ ଡାକିଦେବେ ସେମାନେ ତାଙ୍କରିକି ଯିବା। କିନ୍ତୁ ଧନ୍ୟବାଦ ପ୍ରଶଂସା ସବୁବେଳେ ଲାଗି ରହିଥାଉ। ଯାହାକି ସେଇ ଗୀତ ସଂହିତା 146:2 ମୁଁ ବଞ୍ଚିଥିବା ଯାଏ ସଦାପ୍ରଭୁ ପ୍ରଶଂସା କରିବି, ଯେ ପର୍ଯ୍ୟନ୍ତ ମୋର କୌଣସି ସତ୍ତା ଥାଏ ସେ ପର୍ଯ୍ୟନ୍ତ ମୁଁ ଆପଣ ପରମେଶ୍ୱର ପ୍ରଶଂସା ଗାନ କରିବି। ଯାହା ଗୀତ 146:2 ଦାଉଦଙ୍କର ଏହି ପ୍ରାର୍ଥନା କି ଆପଣଙ୍କ ନିକଟ ନିଜର ପ୍ରାର୍ଥନା ହୋଇଛୁଛି। ଦାଉଦ ଯେପରି ଏହା କହିଲେ, ଯେତେ ପର୍ଯ୍ୟନ୍ତ ମୁଁ ବଞ୍ଚିଛି ସେ ପର୍ଯ୍ୟନ୍ତ ତାଙ୍କର କୌଣସି ସତ୍ତା ସେ ପର୍ଯ୍ୟନ୍ତ ପରମେଶ୍ୱର ପ୍ରଶଂସା। ଏହିପରି ପ୍ରାର୍ଥନା କି ଆମଙ୍କ ଜୀବନରେ ଉଠୁଛି। ଖ୍ରୀଷ୍ଟୀୟ ଜୀବନ ସମସ୍ତ ଅଭିଜ୍ଞତାର ମଧ୍ୟ ଦେଇକି ଆପଣ ଏହି ସାର ତତ୍ତ୍ୱ ବୁଝୁଛନ୍ତି, ଯାହାମାନଙ୍କ ନିରନ୍ତର ତାଙ୍କୁ ପ୍ରଶଂସା କରିବା ଉଚିତ। ଦାଉଦଙ୍କର ପରୀକ୍ଷାପୂର୍ଣ୍ଣ ଜୀବନ ଖୁବ୍ କମ୍ ଲୋକ ହିଁ ଅଛନ୍ତି, ତଥାପି ସେ ଜୀବନର ସମସ୍ତ ସମୟ ହିଁ ତାଙ୍କର ପ୍ରଶଂସାରେ ହିଁ ଦିନ କଟାଉଥିଲେ। କାରଣ ସେ ନିଜ ପରୀକ୍ଷାର ଦିଗରେ ଦୃଷ୍ଟିପାତ କରିନାହାନ୍ତି, ସେ ଈଶ୍ୱରଙ୍କର ଦୟା ଓ ଅନୁଗ୍ରହର ଦିଗରେ ଦୃଷ୍ଟିପାତ କରିଥିଲେ। ତାଙ୍କ ଜୀବନରେ ଯେତେ ହିଁ ପରୀକ୍ଷା ଆସିଥିଲା ସେତେ ହିଁ ସେ ତାହାଙ୍କ ଆଶ୍ଚର୍ଯ୍ୟ ହାତ ଦେଖିବାକୁ ପାଇଥିଲେ, ଆଉ ସେତେ ହିଁ ତାହାଙ୍କ ପ୍ରଶଂସା କରୁଥିଲେ। ଯାହା ଗୀତ 118:21 ଅଛି, କହିଛି ମୁଁ ତୁମକୁ ଧନ୍ୟବାଦ ଦେବି ତେଣୁ ତୁମେ ମତେ ଉତ୍ତର ଦେଇଅଛ। ଗୀତ ସଂହିତା 103:2 ଅଛି, ତ ଆମେ ଜାଣୁଛୁ ଘୋଷା ପଦ, ହେ ମୋହର ମନ ସଦାପ୍ରଭୁଙ୍କୁ ଧନ୍ୟବାଦ କର, ହେ ମୋର ଅନ୍ତରସ୍ଥ ତାଙ୍କର ପବିତ୍ର ନାମରେ ଧନ୍ୟବାଦ କର, ତାଙ୍କର ମଙ୍ଗଳ ଦାନ ସବୁ ପାଶର ନାହିଁ। ଯଦି ଆମେ ଆମମାନଙ୍କ ଜୀବନର ପରୀକ୍ଷା ପରାଜୟ ବ୍ୟର୍ଥତାର ଆଡ଼େ ଦୃଷ୍ଟିପାତ କରୁ,
तेबे आमे कौनसी दिन ही ताहांको प्रशंसा करि परिबा नहीं। किंतु आमे जदि ताहांको दया अनुग्रह आशीर्वाद आड़े दृष्टिपात करू तेबे आमे कौनसी दिन ही ताहा प्रशंसा कर शेष करि परिबा नहीं। प्रार्थनार किंतु प्रशंसा है सर्वपेक्षा उत्कृष्ट पथ। प्रशंसा विहीन जीवन रे अन्यान्य जेकोसी श्रेणी प्रार्थना है मूल्यवान। अवश्य हे मोर भाई माने प्रभु ठारे आनंद कर। एक प्रकार कथा निकट को थर को लिखा मो प्रति क्लांति जनक नुहे बर से सब तुम मान निमंते निष्ठा जनक। फिलिप 1 पद अनुसार बंधुगण प्रभु आम को ए पर्यंत रक्षा कर आनी तेणु आम दुख हो कष्ट हो हताश निराश न हे आम प्रभु ठारे सब धन्यवाद प्रशंसा करवा। गोटे मोटे 3 मिनिट बोधे अच्छी 3 मिनिट भर गोटे छोट गीत गाईदेवी तापर मु शेष करी। एक कथा कहवा भर कुछ भूल थे आपण मैंने क्षमा करेंगे। धन्यवाद घेन प्रभु भंगा मंतर रे स्तुति प्रशंसा सदा प्रभु हे तुम। धन्यवाद घेन प्रभु भंगा मंतर स्तुति प्रशंसा सदा प्रभु हे तुमर। धन्यवाद 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 हे आहे सत्य सनातन परमेश्वर। आहे सत्य सनातन परमेश्वर। धन्यवाद घेन प्रभु भंगा मंतर तुम्हें पथ तुम्हें सत्य जीवन जगतर शांति दाता मुक्ति दाता भक्ति दाता परमेश्वर। तुम्हें पथ तुम्हें सत्य जीवन जगत शांति दाता मुक्ति दाता भक्ति दाता परमेश्वर। हे करुणा हे करुणा हे धन्यवाद घेन प्रभु भंगा मंतर स्तुति प्रशंसा हे सदा प्रभु हे तुमर। सृष्टि करता त्राण रक्षा करता जगत प्रेममय सत्य ईश्वर। सृष्टि करता त्राण करता रक्षा करता जगत दया प्रेममय सत्य ईश्वर। आहे मधुमय आहे सुधामय आहे मधुमय जुगे जुगे धन है नाम तू जुगे जुगे धन है नाम तू। धन्यवाद घेन प्रभु भंगा मंतर स्तुति प्रशंसा सदा प्रभु हे तुमर। धन्यवाद 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 हे धन्यवाद हे आहे सत्य सनातन परमेश्वर।
हे सत्य सनातन परमेश्वर धन्यवाद के न प्रभु गंगा मुक्त स्तुति प्रशंसा सदा प्रभु हे तुमर प्रेज द लॉर्ड आमेन Praise the Lord. Amen. Amen.